ସେ ତା ଘରେ ବୁଲିବା ପାଇଁ ନା। ଗାଁ ଭିତରକୁ ହେଇ ଯୋଉ ମାଉସୀ ବୋଧେ ଯୋଉ କଲା ସେ କିଛି କରୁନି ତାକୁ ତା ମୁଁ ତ ବେଶୀ କରି ଟାଇମ୍ ଲାଗେ ମୁଁ ଦେଖୁନି ନିରାକାର ପ୍ରଧାନ ଗଲା ବର୍ଷଠୁ ଏ ରୋଗଟା ବ୍ୟାପିଲା ନା ଏପର୍ଯ୍ୟନ୍ତ ବି ଭ୍ୟାକ୍ସିନାରୀ ବାଲା କି ସେ କୌଣସି ସରକାର ତାର ପଦକ୍ଷେପ ନେଉନାହାନ୍ତି। ତେଣୁ ଗାଈ ଗୋରୁ ସବୁ ଫୁଟକା ହେଇକିରି ଫୁଲିକିରି ମରିଯାଉଛି। ସେ ଯାହା କହିଲେ ବି ଲେଖି ଦଉଛି ଔଷଧ ଟିକେ ଆମେ ବାହାରୁ କିଣି ଆଣିକିରି ରିଟାୟାର୍ଡ ବାଲାକୁ ଡକେଇକିରି ସିଏ ମାରୁଛି ଇଞ୍ଜେକ୍ସନ ଯାହା ହେତିକିରେ ଚିକିତ୍ସା ହଉଛି ଆମ ଗାଈ ବାଛୁରୀ ଯେଭଳିଆ ମରୁଛି ସେ ମଲା ପରେ ସବୁ ଯାକ ସଲା ପରେ ଆମେ ନିହାତି ରହୁଛୁ ହାରାସ ହେଇକିରି 4,000 5,000 10,000 ଏଭଳିଆ ଖର୍ଚ୍ଚ କରୁଛୁ ତଥାପି ମୃତ୍ୟୁବରଣ ହେଇଯାଉଛି ଗାଈ ବାଛୁରୀ। ତେଣୁ ନେଇକିରି ପକେଇ ଦଉଛୁ ଆଉ ଏଭଳିଆ କରିକିରି ଆମେ ହାରାସ ହେଇକିରି ପୁଣି ଗାଈ ବାଛୁରୀ ଛାଡ଼ିଲୁନି କାହିଁକିରି ଆଉ ଛାଡ଼ିବୁ ଆଉ। ତେଣୁ ଏପର୍ଯ୍ୟନ୍ତ ରୋଗକୁ କେମିତି ଚିହ୍ନଟ କରିପାରୁନାହାନ୍ତି। ଡାକ୍ତର କ'ଣ ଏତେ ଯଦି ସେ ନ ଜାଣି ପାରୁନାହାନ୍ତି ଭୁବନେଶ୍ୱର ଆଡ଼ୁ ମଗେଇକିରି ସେ ଆସିକି ଚେକିଂ କରିବା କଥା। ମଣିଷ ଡାକ୍ତରଖାନାରେ ସବୁ ହେଇଯାଉଛି ପଶୁଙ୍କ ପାଇଁ କିଛି ନାହିଁ। ନରୋତ୍ତମ ପ୍ରଧାନ ତାଳବୁରି ସାହି।